ଯୀଶୁଙ୍କ ଦ୍ୱିତୀୟ ଆଗମନର ଚିହ୍ନଗୁଡ଼ିକ ବିଷୟରେ ବାଇବେଲ୍ କ'ଣ କହୁଛି? ଆଜି ଆମେ ଏହି ଗଭୀର ବିଷୟ ନେଇ କଥା ହେବା। ଏହା କେବଳ ଏକ ଧର୍ମୀୟ ଆଲୋଚନା ନୁହେଁ, ବରଂ ଆମ ଜୀବନରେ ଆଶା ଆଣିବାର ଏକ ଶକ୍ତିଶାଳୀ ବାର୍ତ୍ତା। ମାର୍କ ସୁସମାଚାର 13ଟି ଅଧ୍ୟାୟରେ ଯୀଶୁ ନିଜେ କହିଛନ୍ତି ଯେ ସେ ପୁଣି ଫେରିଆସିବେ। କିନ୍ତୁ କେବେ? କିପରି? କ'ଣ ଚିହ୍ନ ଦେଖି ଆମେ ଜାଣିପାରିବା? ଏହି ପ୍ରଶ୍ନଗୁଡ଼ିକ ହଜାର ହଜାର ବର୍ଷ ଧରି ଖ୍ରୀଷ୍ଟିଆନମାନଙ୍କ ମନରେ ଘୁରୁତି ବୁଲୁଛି। ମାର୍କ 13:7-8 ପର୍ଯ୍ୟନ୍ତ ଯୀଶୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯୁଦ୍ଧ ଆଉ ଯୁଦ୍ଧର ଗୁଜବ ଶୁଣିବାକୁ ମିଳିବ। ଜାତି ବିରୁଦ୍ଧରେ ଜାତି, ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ। ଆଜିର ଦୁନିଆକୁ ଦେଖିଲେ କ'ଣ ଲାଗୁଛି? ଆମେ କି ଏହି ଚିହ୍ନଗୁଡ଼ିକ ଦେଖୁନାହୁଁ? ମାତ୍ର ଯୀଶୁ ଏହା ମଧ୍ୟ କହିଛନ୍ତି ଯେ ଏହା କେବଳ ଆରମ୍ଭ। ମାର୍କ 13:8ରେ ସେ କହିଛନ୍ତି ଏହା ପ୍ରସବ ବେଦନାର ଆରମ୍ଭ ମାତ୍ର, ଅର୍ଥାତ୍ ଆହୁରି ବଡ଼ କିଛି ଆସିବାର ଅଛି। ଭୂମିକମ୍ପ, ଦୁର୍ଭିକ୍ଷ, ମହାମାରୀ ଏସବୁ ଘଟିବ। ଲୁକ୍ 21:11ଟି ଶ୍ଲୋକରେ ଏହି କଥା ଆହୁରି ସ୍ପଷ୍ଟ ଭାବରେ ଲେଖାଅଛି। ବଡ଼ ବଡ଼ ଭୂମିକମ୍ପ, ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ଆଉ ମହାମାରୀ ହେବ। ଆକାଶରେ ଭୟଙ୍କର ଚିହ୍ନ ଆଉ ମହତ୍ ଘଟଣା ଦେଖାଯିବ। କିନ୍ତୁ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ଯୀଶୁ କହିଛନ୍ତି ଯେ ତାଙ୍କ ଅନୁଗାମୀମାନେ ନିର୍ଯାତନା ସହିବେ। ମାର୍କ 13:9-13ଟି ଶ୍ଲୋକ ପର୍ଯ୍ୟନ୍ତ ଏହି କଥା ସ୍ପଷ୍ଟ ଭାବରେ କୁହାଯାଇଛି। ସେମାନଙ୍କୁ କୋର୍ଟରେ ଟାଣି ନିଆଯିବ, ସମାଜ ଗୃହରେ ପିଟାଯିବ, ରାଜା ଆଉ ଶାସକମାନଙ୍କ ସାମ୍ନାରେ ଠିଆ କରାଯିବ। ଏମିତିକି ପରିବାର ମଧ୍ୟରେ ବି ବିଭାଜନ ହେବ। ଭାଇ ଭାଇକୁ, ବାପା ପିଲାକୁ ମୃତ୍ୟୁ ପାଇଁ ସମର୍ପଣ କରିବ। ଏହି ସବୁ କଥା ଶୁଣିଲେ ଭୟ ଲାଗେ, ନୁହେଁ କି? କିନ୍ତୁ ଯୀଶୁ ଏହା ଭୟ ଦେଖାଇବା ପାଇଁ କହିନାହାନ୍ତି। ସେ ଆମକୁ ପ୍ରସ୍ତୁତ କରିବା ପାଇଁ କହିଛନ୍ତି। ମାର୍କ 13:13ଟି ଶ୍ଲୋକରେ ସେ ଏକ ଅଦ୍ଭୁତ ପ୍ରତିଜ୍ଞା ଦେଇଛନ୍ତି। ଯିଏ ଶେଷ ପର୍ଯ୍ୟନ୍ତ ସହି ରହିବ, ସେ ଉଦ୍ଧାର ପାଇବ। ଏହା କେବଳ ବଞ୍ଚି ରହିବାର କଥା ନୁହେଁ, ବରଂ ବିଶ୍ୱାସରେ ଦୃଢ଼ ରହିବାର କଥା। ଏବେ ଆସନ୍ତୁ ଦେଖିବା ଯେ ସୁସମାଚାର ପ୍ରଚାରର ଚିହ୍ନ କ'ଣ। ମାର୍କ 13:10ଟି ଶ୍ଲୋକରେ ଯୀଶୁ କହିଛନ୍ତି ଯେ ପ୍ରଥମେ ସବୁ ଜାତି ମଧ୍ୟରେ ସୁସମାଚାର ପ୍ରଚାର ହେବା ଦରକାର। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚିହ୍ନ। ଆଜି ଆମେ ଦେଖୁଛୁ ଯେ ଇଣ୍ଟରନେଟ୍, ସୋସିଆଲ ମିଡିଆ, ଟେଲିଭିଜନ ମାଧ୍ୟମରେ ଖ୍ରୀଷ୍ଟଙ୍କ ବାର୍ତ୍ତା ପୃଥିବୀର କୋଣ ଅନୁକୋଣରେ ପହଞ୍ଚୁଛି। ଏହା କି ସେହି ଚିହ୍ନର ପୂର୍ଣ୍ଣତା ନୁହେଁ? ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିହ୍ନ ହେଉଛି ଯାହାକୁ ବାଇବଲରେ ଘୃଣ୍ୟ ବିନାଶକାରୀ ବୋଲି କୁହାଯାଇଛି। ମାର୍କ 13:14ଟି ଶ୍ଲୋକରେ ଏହି ରହସ୍ୟମୟ ଚିହ୍ନର କଥା କୁହାଯାଇଛି। ଦାନିଏଲ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକରେ ଏହି ବିଷୟରେ ଆହୁରି ବିସ୍ତାରରେ ଲେଖାଅଛି। ଏହା ଏପରି ଏକ ସମୟ ହେବ ଯେତେବେଳେ ପବିତ୍ର ସ୍ଥାନ ଅପବିତ୍ର ହେବ, ଧର୍ମ ବିରୋଧୀ ଶକ୍ତି ପ୍ରବଳ ହେବ। ଏହି ସମୟରେ ଯୀଶୁ କହିଛନ୍ତି ଯେ ଯିଏ ଜିହୁଦିଆରେ ଅଛି ସେ ପର୍ବତକୁ ପଳାଇଯାଉ। ଯିଏ ଛାତ ଉପରେ ଅଛି ସେ ତଳକୁ ଆସି କିଛି ନେବାକୁ ଯାଉନାହିଁ। କ୍ଷେତରେ କାମ କରୁଥିବା ଲୋକ ନିଜ ପୋଷାକ ନେବାକୁ ଫେରି ଯାଉନାହିଁ। ଏହା କେତେ ଜରୁରୀ ପରିସ୍ଥିତିର କଥା। ମାର୍କ 13:15-16ଟି ଶ୍ଲୋକରେ ଏହି ଚେତାବନୀ ଦିଆଯାଇଛି। କିନ୍ତୁ ଏହି ସବୁ କଷ୍ଟ ଆଉ ଦୁଃଖ ପରେ କ'ଣ ହେବ? ମାର୍କ 13:24-27ଟି ଶ୍ଲୋକରେ ଯୀଶୁ ଏକ ଅଦ୍ଭୁତ ଦୃଶ୍ୟର ବର୍ଣ୍ଣନା ଦେଇଛନ୍ତି। ସୂର୍ଯ୍ୟ ଅନ୍ଧକାର ହେବ, ଚନ୍ଦ୍ର ଆଲୋକ ଦେବ ନାହିଁ, ତାରାଗୁଡ଼ିକ ଆକାଶରୁ ଖସି ପଡ଼ିବ, ଆକାଶର ଶକ୍ତିଗୁଡ଼ିକ ହଲିଯିବ। ଏହା ପ୍ରାକୃତିକ ବିପର୍ଯ୍ୟୟର କଥା ନୁହେଁ, ବରଂ ସମଗ୍ର ବ୍ରହ୍ମାଣ୍ଡର ପରିବର୍ତ୍ତନର କଥା। ଆଉ ତାପରେ ମନୁଷ୍ୟ ପୁତ୍ର ମେଘରେ ମହାପରାକ୍ରମ ଆଉ ଗୌରବ ସହିତ ଆସିବେ। ସେ ନିଜ ଦୂତମାନଙ୍କୁ ପଠାଇ ପୃଥିବୀର ଏକ ପ୍ରାନ୍ତରୁ ଆକାଶର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ନିଜର ମନୋନୀତ ଲୋକମାନଙ୍କୁ ଏକତ୍ରିତ କରିବେ। ଏହା କେତେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ! ଯେଉଁ ଲୋକମାନେ ନିର୍ଯାତନା ସହିଛନ୍ତି, ଯେଉଁମାନେ ବିଶ୍ୱାସରେ ଦୃଢ଼ ରହିଛନ୍ତି, ସେମାନେ ସବୁ ସ୍ଥାନରୁ ଏକତ୍ରିତ ହେବେ। ଏବେ ପ୍ରଶ୍ନ ହେଉଛି, ଏହିସବୁ କେବେ ହେବ? ଯୀଶୁ ଡିମିରି ଗଛର ଦୃଷ୍ଟାନ୍ତ ଦେଇ ଏହାର ଉତ୍ତର ଦେଇଛନ୍ତି। ମାର୍କ 13:28-29ଟି ଶ୍ଲୋକରେ ସେ କହିଛନ୍ତି ଯେ ଯେତେବେଳେ ଡିମିରି ଗଛର ଡାଳ କୋମଳ ହୁଏ ଆଉ ପତ୍ର ବାହାରେ, ତୁମେ ଜାଣିପାର ଯେ ଗ୍ରୀଷ୍ମ ନିକଟରେ। ସେହିପରି ଯେତେବେଳେ ତୁମେ ଏହିସବୁ ଘଟଣା ଦେଖିବ, ଜାଣିବ ଯେ ସେ ଦ୍ୱାର ନିକଟରେ ଅଛନ୍ତି। କିନ୍ତୁ ଯୀଶୁ ଏହା ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେହି ଦିନ କିମ୍ବା ଘଣ୍ଟା କେହି ଜାଣେ ନାହିଁ। ମାର୍କ 13:32ଟି ଶ୍ଲୋକରେ ସେ କହିଛନ୍ତି ଯେ ସ୍ୱର୍ଗର ଦୂତମାନେ ମଧ୍ୟ ଜାଣନ୍ତି ନାହିଁ, ପୁତ୍ର ମଧ୍ୟ ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି।
ଏହା ଏକ ରହସ୍ୟ ଯାହା କେବଳ ପରମେଶ୍ୱରଙ୍କ ହାତରେ ଅଛି। ତେବେ ଆମେ କ'ଣ କରିବା? ଯୀଶୁ ଏହାର ଉତ୍ତର ଦେଇଛନ୍ତି, ଜାଗ୍ରତ ରୁହ ଓ ପ୍ରାର୍ଥନା କର। ମାର୍କ 13:33-37 ଶ୍ଲୋକରେ ସେ ଏକ ଦୃଷ୍ଟାନ୍ତ ଦେଇଛନ୍ତି। ଜଣେ ଲୋକ ବିଦେଶ ଯାତ୍ରାରେ ଯିବା ସମୟରେ ନିଜ ଘର ଛାଡ଼ି ଦାସମାନଙ୍କୁ କାମ ଦେଇଯାଇଛି। ଦ୍ୱାରୀକୁ ଜାଗ୍ରତ ରହିବାକୁ କହିଛି, କାରଣ ସେ କେବେ ଫେରିବ ଜଣାନାହିଁ। ସନ୍ଧ୍ୟାରେ, ମଧ୍ୟରାତ୍ରିରେ, କୁକୁଡ଼ା ଡାକିବା ସମୟରେ କି ସକାଳରେ। ଏହି ଦୃଷ୍ଟାନ୍ତର ଅର୍ଥ ସ୍ପଷ୍ଟ। ଆମେ ସବୁବେଳେ ପ୍ରସ୍ତୁତ ରହିବା ଦରକାର। ଆମର ଆତ୍ମିକ ଜୀବନ ସକ୍ରିୟ ରଖିବା ଦରକାର। ପ୍ରାର୍ଥନା, ବାଇବେଲ ପଢ଼ିବା, ଅନ୍ୟମାନଙ୍କୁ ସେବା କରିବା, ଏସବୁ ଆମର ନିତ୍ୟ କର୍ମ ହେବା ଦରକାର। କାରଣ ଯୀଶୁ ଯେକୌଣସି ସମୟରେ ଆସିପାରନ୍ତି। ଦ୍ୱିତୀୟ ପିତର 3:3-4 ଶ୍ଲୋକରେ ଆମେ ଦେଖୁ ଯେ ଶେଷ ଦିନରେ ଉପହାସକାରୀମାନେ ଆସିବେ। ସେମାନେ କହିବେ, ତାଙ୍କ ଆଗମନର ପ୍ରତିଜ୍ଞା କେଉଁଠି? ପିତୃପୁରୁଷମାନେ ମରିଗଲେ ପରେ ସବୁକିଛି ସୃଷ୍ଟିର ଆରମ୍ଭରୁ ଯେପରି ଥିଲା ସେପରି ଅଛି। ଆଜି ଆମେ କି ଏପରି ଲୋକ ଦେଖୁନାହୁଁ ଯେଉଁମାନେ ଯୀଶୁଙ୍କ ଦ୍ୱିତୀୟ ଆଗମନକୁ ନେଇ ଉପହାସ କରନ୍ତି? କିନ୍ତୁ ପିତଳ ଆମକୁ ମନେ ପକାଇ ଦେଇଛନ୍ତି ଯେ ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ 1000 ବର୍ଷ ପରି, ଆଉ 1000 ବର୍ଷ ଗୋଟିଏ ଦିନ ପରି। ଦ୍ୱିତୀୟ ପିତର 3:8 ଶ୍ଲୋକରେ ଏହି କଥା ଲେଖା ଅଛି। ପରମେଶ୍ୱରଙ୍କର ସମୟ ଆମ ସମୟଠାରୁ ଅଲଗା। ସେ ବିଳମ୍ବ କରୁନାହାନ୍ତି, ବରଂ ଧୈର୍ଯ୍ୟ ଧରୁଛନ୍ତି। ସେ ଚାହାନ୍ତି ଯେ କେହି ନଷ୍ଟ ନ ହୁଅନ୍ତୁ, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତୁ। ଏବେ ଆସନ୍ତୁ ଦେଖିବା ଯେ ଯୀଶୁଙ୍କ ଦ୍ୱିତୀୟ ଆଗମନ ସମୟରେ କ'ଣ ହେବ। ପ୍ରଥମ ଥେସଲୋନିକୀୟ 4:16 ଶ୍ଲୋକରେ ପାଉଲ ଏକ ଅଦ୍ଭୁତ ବର୍ଣ୍ଣନା ଦେଇଛନ୍ତି। ପ୍ରଭୁ ନିଜେ ଜୟଧ୍ୱନି, ପ୍ରଧାନ ଦୂତର ରବ ଆଉ ପରମେଶ୍ୱରଙ୍କ ତୁରୀ ଶବ୍ଦ ସହିତ ସ୍ୱର୍ଗରୁ ଓହ୍ଲାଇ ଆସିବେ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମରିଛନ୍ତି ସେମାନେ ପ୍ରଥମେ ଉଠିବେ। ତାପରେ ଆମେ ଯେଉଁମାନେ ଜୀବିତ ଅଛୁ ସେମାନେ ସେମାନଙ୍କ ସହିତ ମେଘରେ ଉଠାଇ ନିଆଯିବୁ ଆଉ ଆକାଶରେ ପ୍ରଭୁଙ୍କୁ ଭେଟିବୁ। ଏହା କେତେ ଆଶ୍ଚର୍ଯ୍ୟଜନକ! ମୃତ୍ୟୁ ଆମକୁ ଅଲଗା କରିପାରିବ ନାହିଁ। ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରି ମରିଛନ୍ତି ସେମାନେ ପୁନର୍ଜୀବିତ ହେବେ, ଆଉ ଯେଉଁମାନେ ଜୀବିତ ଅଛନ୍ତି ସେମାନେ ମଧ୍ୟ ରୂପାନ୍ତରିତ ହେବେ। ପ୍ରଥମ କରିନ୍ଥିୟ 15:51-52 ଶ୍ଲୋକରେ ପାଉଲ କହିଛନ୍ତି ଯେ ଆମେ ସମସ୍ତେ ପରିବର୍ତ୍ତିତ ହେବୁ। ଏହା ଏକ ମୁହୂର୍ତ୍ତରେ, ଆଖି ପିଛୁଡ଼ିବା ମାତ୍ରେ, ଶେଷ ତୁରୀ ବାଜିବା ସମୟର ହେବ। କିନ୍ତୁ ଯୀଶୁଙ୍କ ଦ୍ୱିତୀୟ ଆଗମନ କେବଳ ବିଶ୍ୱାସୀମାନଙ୍କ ପାଇଁ ଆନନ୍ଦର ନୁହେଁ, ଏହା ନ୍ୟାୟ ବିଚାରର ମଧ୍ୟ ସମୟ। ଦ୍ୱିତୀୟ ଥେସଲୋନିକୀୟ 1:7-10 ଶ୍ଲୋକରେ ପାଉଲ କହିଛନ୍ତି ଯେ ପ୍ରଭୁ ଯୀଶୁ ନିଜ ପରାକ୍ରମୀ ଦୂତମାନଙ୍କ ସହିତ ଜ୍ୱଳନ୍ତ ଅଗ୍ନିରେ ସ୍ୱର୍ଗରୁ ପ୍ରକାଶିତ ହେବେ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଆଉ ଆମ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କଠାରୁ ସେ ପ୍ରତିଶୋଧ ନେବେ। ଏହି ନ୍ୟାୟ ବିଚାର କେବଳ ଦଣ୍ଡ ଦେବା ପାଇଁ ନୁହେଁ, ଏହା ସତ୍ୟ ଆଉ ମିଥ୍ୟା ମଧ୍ୟରେ, ଭଲ ଆଉ ମନ୍ଦ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି। ମାତି 25:31-36 ଶ୍ଲୋକରେ ଯୀଶୁ ଶେଷ ବିଚାରରୁ ଏକ ସ୍ପଷ୍ଟ ଚିତ୍ର ଦେଇଛନ୍ତି। ମନୁଷ୍ୟ ପୁତ୍ର ନିଜ ଗୌରବରେ ସମସ୍ତ ପବିତ୍ର ଦୂତମାନଙ୍କ ସହିତ ଆସିବେ। ସେ ନିଜ ଗୌରବର ସିଂହାସନରେ ବସିବେ। ସମସ୍ତ ଜାତି ତାଙ୍କ ସାମ୍ନାରେ ଏକତ୍ରିତ ହେବେ। ସେ ସେମାନଙ୍କୁ ଅଲଗା କରିବେ ଯେପରି ମେଷପାଳକ ମେଷ ଆଉ ଛାଗକୁ ଅଲଗା କରେ। ଏହି ବିଚାରର ଆଧାର କ'ଣ ହେବ? ଯୀଶୁ ସ୍ପଷ୍ଟ ଭାବରେ କହିଛନ୍ତି, ଭୋକିଲା ଲୋକକୁ ଖାଦ୍ୟ ଦେଇଛ କି ନାହିଁ? ତୃଷାର୍ଥ ଲୋକକୁ ପାନୀୟ ଦେଇଛ କି ନାହିଁ? ଅପରିଚିତ ଲୋକକୁ ଆଶ୍ରୟ ଦେଇଛ କି ନାହିଁ? ଉଲଙ୍ଗ ଲୋକକୁ ବସ୍ତ୍ର ଦେଇଛ କି ନାହିଁ? ରୋଗୀର ସେବା କରିଛ କି ନାହିଁ? କାରାଗାରରେ ଥିବା ଲୋକକୁ ଦେଖିବାକୁ ଯାଇଛ କି ନାହିଁ? ଏହା କେବଳ ବିଶ୍ୱାସର କଥା ନୁହେଁ, ବରଂ ପ୍ରେମର କାର୍ଯ୍ୟର କଥା। କିନ୍ତୁ ଯୀଶୁଙ୍କର ଦ୍ୱିତୀୟ ଆଗମନର ଶେଷ ଫଳାଫଳ କ'ଣ? ପ୍ରକାଶିତ ବାକ୍ୟ 21:1-4 ଶ୍ଲୋକରେ ଜହନ ଏକ ଅଦ୍ଭୁତ ଦର୍ଶନର କଥା ଲେଖିଛନ୍ତି। ସେ ନୂତନ ଆକାଶ ଆଉ ନୂତନ ପୃଥିବୀ ଦେଖିଲେ। ପ୍ରଥମ ଆକାଶ ଆଉ ପ୍ରଥମ ପୃଥିବୀ ଅତୀତ ହୋଇଗଲା। ସମୁଦ୍ର ଆଉ ନାହିଁ। ପବିତ୍ର ନଗରୀ ନୂତନ ଜେରୁସାଲେମ ପରମେଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଓହ୍ଲାଇ ଆସୁଛି। ଏହା ବର ପାଇଁ ସଜାଯାଇଥିବା କନ୍ୟା ପରି ସୁନ୍ଦର। ଆଉ ସିଂହାସନରୁ ଏକ ମହାନ ସ୍ୱର ଶୁଣାଗଲା, ଦେଖ, ପରମେଶ୍ୱରଙ୍କ ତମ୍ବୁ ମନୁଷ୍ୟମାନଙ୍କ ସହିତ ଅଛି। ସେ ସେମାନଙ୍କ ସହିତ ବାସ କରିବେ। ସେମାନେ ତାଙ୍କର ଲୋକ ହେବେ ଆଉ ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ। ସେ ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛିଦେବେ।
ମୃତ୍ୟୁ ଆଉ ରହିବ ନାହିଁ, ଶୋକ କ୍ରନ୍ଦନ କିମ୍ବା ବେଦନା ଆଉ ରହିବ ନାହିଁ। ପୁରାତନ ବିଷୟଗୁଡ଼ିକ ଅତୀତ ହୋଇଗଲା। ଏହା କେତେ ସୁନ୍ଦର ଦୃଶ୍ୟ! ଆଜି ଆମେ ଯେଉଁ ଦୁଃଖ, କଷ୍ଟ, ରୋଗ, ମୃତ୍ୟୁ ଦେଖୁଛୁ, ସବୁ ଶେଷ ହୋଇଯିବ। ପରମେଶ୍ୱର ନିଜେ ଆମ ସହିତ ରହିବେ। ଏହା କେବଳ ଏକ ସ୍ୱପ୍ନ ନୁହେଁ, ବରଂ ପରମେଶ୍ୱରଙ୍କ ପ୍ରତିଜ୍ଞା। ପ୍ରକାଶିତ ବାକ୍ୟ 21:5 ଶ୍ଲୋକରେ ସିଂହାସନରେ ବସିଥିବା ବ୍ୟକ୍ତି କହିଛନ୍ତି, ଦେଖ, ଆମ୍ଭେ ସବୁକିଛି ନୂତନ କରୁଛୁ। ଆଉ ସେ କହିଛନ୍ତି, ଲେଖ, କାରଣ ଏହି ବାକ୍ୟଗୁଡ଼ିକ ବିଶ୍ୱସ୍ତ ଆଉ ସତ୍ୟ। ତେବେ ଆଜି ଆମେ କ'ଣ କରିବା? ଯୀଶୁଙ୍କ ଦ୍ୱିତୀୟ ଆଗମନର ଚିହ୍ନଗୁଡ଼ିକ ଦେଖି ଆମେ ଭୟ ପାଇବା ନା ଆଶା କରିବା? ଉତ୍ତର ସ୍ପଷ୍ଟ, ଆମେ ଆଶା କରିବା। କାରଣ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରିଛନ୍ତି, ସେମାନଙ୍କ ପାଇଁ ଏହା ମୁକ୍ତିର ଦିନ। ଲୋକ 21:28 ଶ୍ଲୋକରେ ଯୀଶୁ କହିଛନ୍ତି, ଯେତେବେଳେ ଏହିସବୁ ଘଟିବାକୁ ଆରମ୍ଭ କରିବ, ସିଧା ହୋଇ ମୁଣ୍ଡ ଉଠାଅ, କାରଣ ତୁମ୍ଭର ମୁକ୍ତି ନିକଟ। ଆମେ ଜାଗ୍ରତ ରହିବା, ପ୍ରାର୍ଥନା କରିବା, ସୁସମାଚାର ପ୍ରଚାର କରିବା, ଅନ୍ୟମାନଙ୍କୁ ସେବା କରିବା। ଆମେ ପ୍ରେମରେ ଜୀବନଯାପନ କରିବା, କ୍ଷମା କରିବା, ଦୟା ଦେଖାଇବା। କାରଣ ଆମେ ଜାଣୁ ଯେ ଆମର ପ୍ରଭୁ ଫେରି ଆସିବେ, ସେ ନିଜ ପ୍ରତିଜ୍ଞା ପୂର୍ଣ୍ଣ କରିବେ, ଆଉ ଯେତେବେଳେ ସେ ଆସିବେ, ଆମେ ପ୍ରସ୍ତୁତ ରହିବୁ। ଯୀଶୁଙ୍କ ଦ୍ୱିତୀୟ ଆଗମନ କେବଳ ଏକ ଧାର୍ମିକ ଶିକ୍ଷା ନୁହେଁ, ଏହା ଆମର ଜୀବନର ସବୁଠାରୁ ବଡ଼ ଆଶା। ଏହା ଆମକୁ ଶକ୍ତି ଦିଏ ଆଜିର କଷ୍ଟ ସହିବାକୁ। ଏହା ଆମକୁ ସାହସ ଦିଏ ସତ୍ୟ ପାଇଁ ଠିଆ ହେବାକୁ। ଏହା ଆମକୁ ପ୍ରେରଣା ଦିଏ ଅନ୍ୟମାନଙ୍କୁ ଏହି ଆଶାର କଥା କହିବାକୁ, କାରଣ ଆମେ ଜାଣୁ ଯେ ଶେଷରେ ପ୍ରେମ ଜିତିବ, ସତ୍ୟ ଜିତିବ, ଆଉ ଯୀଶୁ ଜିତିବେ।